ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା PMKMY ଚାଷୀମାନେ ମାସିକ 3000 ଟଙ୍କା ପେନ୍ସନ୍ ପାଇବେ। ଯୋଗ୍ୟତା ଯାଞ୍ଚ କରନ୍ତୁ ଏବଂ କିପରି ଆବେଦନ କରିବେ ଆଜି ଆମେ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ଯଦି ଆପଣମାନେ ଜାଣିନାହାନ୍ତି ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା କ'ଣ ଆଉ ଏଥିରେ କେମିତି କ'ଣ ଆବେଦନ କରିବେ, ଏଥିରେ ଚାଷୀମାନଙ୍କୁ ମାସିକ କେତେ ଟଙ୍କା ପେନ୍ସନ୍ ମିଳୁଛି, ଆଜି ଆମେ ସବୁ ଡିଟେଲ୍ସରେ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଚାଲନ୍ତୁ ଡେରି ନ କରିକି ଭିଡ଼ିଓଟିକୁ ଆରମ୍ଭ କରିବା ଏବେ। ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଏକ ସରକାରୀ ସମର୍ଥିତ ପେନ୍ସନ୍ ଯୋଜନା ଯାହାର ଲକ୍ଷ୍ୟ 60 ବର୍ଷ ବୟସ ପରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କୁ ମାସିକ 3000 ଟଙ୍କା ସହାୟତା ପ୍ରଦାନ କରିବ। ସ୍ୱେଚ୍ଛାକୃତ ଦାନ ଏବଂ ସରକାରୀ ସହାୟତା ସହିତ ଏହା ବୃଦ୍ଧାବସ୍ଥାରେ ଆର୍ଥିକ ସୁରକ୍ଷା ଏବଂ ସମ୍ମାନ ସୁନିଶ୍ଚିତ କରେ। ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା PMKMY ହେଉଛି ଏକ ପେନ୍ସନ୍ ଯୋଜନା ଯାହା ସରକାର 12 ସେପ୍ଟେମ୍ବର 2019ରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ବାର୍ଦ୍ଧକ୍ୟ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଆରମ୍ଭ କରିଥିଲେ। ଏହି ଯୋଜନାର ଲକ୍ଷ୍ୟ 60 ବର୍ଷ ପରେ 3000 ଟଙ୍କା ମାସିକ ପେନ୍ସନ୍ ପ୍ରଦାନ କରି ଏକ ସୁରକ୍ଷିତ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ସୁନିଶ୍ଚିତ କରିବା। କିଏ ଯୋଗ୍ୟ? ଏହି ଯୋଜନାଟି 1 ଅଗଷ୍ଟ 2019ରେ ରେକର୍ଡ କରାଯାଇଥିବା 2 ହେକ୍ଟର ପର୍ଯ୍ୟନ୍ତ ଚାଷଯୋଗ୍ୟ ଜମିର ମାଲିକ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ପାଇଁ ଡିଜାଇନ୍ କରାଯାଇଛି। ଯୋଗ୍ୟତା ପାଇବା ପାଇଁ ଚାଷୀଙ୍କୁ 18ରୁ 40 ବର୍ଷ ବୟସ ହୋଇଥିବା ଆବଶ୍ୟକ। ଅନ୍ୟ କୌଣସି ସରକାରୀ ପେନ୍ସନ୍ ଯୋଜନାରେ ଅନ୍ତର୍ଭୁକ୍ତ ହେବା ଉଚିତ ନୁହେଁ। ଏକ ଆଧାର କାର୍ଡ଼ ଏବଂ ଏକ ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ। ଏହି ଯୋଜନା କିପରି କାମ କରେ? ଏହି ଯୋଜନା ସ୍ୱେଚ୍ଛାକୃତ ଏବଂ ଅବଦାନ ଭିତ୍ତିରେ କାର୍ଯ୍ୟ କରେ। ଯୋଗ୍ୟ ଚାଷୀମାନେ 60 ବର୍ଷ ବୟସ ହେବା ପର୍ଯ୍ୟନ୍ତ ପ୍ରତି ମାସରେ ଅବଦାନ ଦିଅନ୍ତି। 60 ବର୍ଷ ବୟସ ହେବା ପରେ ସେମାନେ 3000 ଟଙ୍କାର ଏକ ନିଶ୍ଚିତ ମାସିକ ପେନ୍ସନ୍ ପାଆନ୍ତି। କେନ୍ଦ୍ର ସରକାର ଚାଷୀଙ୍କ ଅବଦାନ ସହିତ ମେଳ ଖାଏ। ହଠାତ୍ ଜଣେ ଚାଷୀ ଦେଉଥିବା ପ୍ରତ୍ୟେକ ଟଙ୍କା ପାଇଁ ସରକାର ସମାନ ପରିମାଣର ଯୋଗ କରନ୍ତି। ପ୍ରଧାନମନ୍ତ୍ରୀ KMY ମାସିକ ଅବଦାନ PMKMY ଅଧୀନରେ ମାସିକ ଅବଦାନ ଚାଷୀଙ୍କ ଯୋଗଦାନ ସମୟରେ ବୟସ ଉପରେ ନିର୍ଭର କରେ। କମ୍ ବୟସର ଚାଷୀମାନେ ପ୍ରତି ମାସରେ କମ୍ ଦେୟ ଦିଅନ୍ତି, ଯେତେବେଳେ ବୟସ୍କ ଚାଷୀମାନେ ସମାନ ପେନ୍ସନ୍ ଲାଭ ସୁନିଶ୍ଚିତ କରିବା ପାଇଁ ଟିକେ ଅଧିକ ଅବଦାନ ଦିଅନ୍ତି। ସରକାର ଚାଷୀଙ୍କ ଅବଦାନ ସହିତ ମେଳ ଖାଏ, ଯାହା ଫଳରେ ସେମାନଙ୍କର ଅବସର ପାଇଁ ଏକ ମିଳିତ ନିବେଶ ହୁଏ। ବୟସ ସହିତ ଅବଦାନ କିପରି ଭିନ୍ନ ହୁଏ ତାହା ଏଠାରେ ଆମେ ଜାଣିବା। ପ୍ରବେଶ ସମୟରେ ବୟସ, ମାସିକ ଅବଦାନ କୃଷକ ପ୍ଲସ୍ ସରକାରୀ। 18 ବର୍ଷରେ ଆପଣଙ୍କର 55 ଟଙ୍କା ପ୍ଲସ୍ ସରକାରଙ୍କ 55 ଟଙ୍କା, ଟୋଟାଲ୍ ମିଶିକି 110 ଟଙ୍କା। 30 ବର୍ଷରେ 110 ଟଙ୍କା ହେଲା ଆପଣଙ୍କର ଅବଦାନ ଆଉ ସରକାରଙ୍କ ଅବଦାନ 110 ଟଙ୍କା, ଟୋଟାଲ୍ ମିଶି 220 ଟଙ୍କା। 40 ବର୍ଷରେ 200 ଟଙ୍କା ଆପଣଙ୍କର ଅବଦାନ, 200 ଟଙ୍କା ସରକାରଙ୍କ ଅବଦାନ, ଟୋଟାଲ୍ ମିଶିକି 400 ଟଙ୍କା। ଚାଷୀ 60 ବର୍ଷ ବୟସ ହେଲେ ଅବଦାନ ବନ୍ଦ ହୋଇଯାଏ, ତାପରେ ପେନ୍ସନ୍ ଆରମ୍ଭ ହୁଏ। ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଉପକାରିତା। ମାସିକ ପେନ୍ସନ୍ 60 ବର୍ଷ ବୟସ ପରେ ପ୍ରତି ମାସରେ 3000 ଟଙ୍କା। ପାରିବାରିକ ପେନ୍ସନ୍ ସବସ୍କ୍ରାଇବରଙ୍କ ମୃତ୍ୟୁ ହେଲେ ପତି କିମ୍ବା ପତ୍ନୀ ପେନ୍ସନ୍ର 50% ପ୍ରତି ମାସ 1500 ଟଙ୍କା ପାଇବେ। ସରକାରୀ ମେଳ, ସରକାର ପ୍ରତି ମାସରେ ସମାନ ପରିମାଣର ଯୋଗଦାନ କରନ୍ତି। ପ୍ରଧାନମନ୍ତ୍ରୀ କିଷାନ ସ୍ୱୟଂ ଡେବିଟ୍ ବିକଳ୍ପ। ପ୍ରଧାନମନ୍ତ୍ରୀ କିଷାନ ଲାଭ ପାଉଥିବା ଚାଷୀମାନେ ସିଧାସଳଖ ସେମାନଙ୍କର ଅବଦାନକୁ ସ୍ୱୟଂ ଡେବିଟ୍ କରିବାକୁ ବିକଳ୍ପ ବାଛିପାରିବେ। ପୋର୍ଟେବଲ୍ ଏବଂ କେନ୍ଦ୍ରୀୟକୃତ। ଚାଷୀମାନେ ଯେକୌଣସି ରାଜ୍ୟରୁ ଯୋଗ ଦେଇପାରିବେ ଏବଂ LIC ପେନ୍ସନ୍ ପାଣ୍ଠି ପରିଚାଳନା କରେ। 6 ଅଗଷ୍ଟ 2024 ସୁଦ୍ଧା 23.38 ଲକ୍ଷରୁ ଅଧିକ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା PMKMY ଅଧୀନରେ ପଞ୍ଜୀକରଣ କରିଛନ୍ତି, ଯାହା ଏହି ଯୋଜନାରେ ଏକ ଦୃଢ଼ ଏବଂ ବର୍ଦ୍ଧିତ ଆଗ୍ରହକୁ ପ୍ରତିଫଳିତ କରେ। ଏହି ବୃଦ୍ଧି ପଞ୍ଜୀକରଣ ଚାଷୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଏବଂ ପରବର୍ତ୍ତୀ ବର୍ଷଗୁଡ଼ିକରେ ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ସରକାରଙ୍କ ପ୍ରୟାସ ପ୍ରତି ବଢ଼ୁଥିବା ବିଶ୍ୱାସକୁ ଉଲ୍ଲେଖ କରେ। PMKMYରେ କିପରି ନାମ ଲେଖାଇବେ? ପଞ୍ଜୀକରଣ ସହଜ ଏବଂ କୃଷକ ଅନୁକୂଳ। ନମ୍ବର 1 ନିକଟସ୍ଥ ସାଧାରଣ ସେବା କେନ୍ଦ୍ର CSC ପରିଦର୍ଶନ କରନ୍ତୁ। ନମ୍ବର 2 ଆଧାର ଜମି ଅଧିକାର ବିବରଣୀ, ବ୍ୟାଙ୍କ ଏବଂ ବ୍ୟାଙ୍କ ଆକାଉଣ୍ଟ ସୂଚନା ଭଳି ଡକୁମେଣ୍ଟ ଦାଖଲ କରନ୍ତୁ।
नंबर 3 बयस अनुसार आपणकर अवदान योजना बाछंतु। नंबर 4 बायोमेट्रिक प्रमाणीकरण सहित पंजीकरण करंतु। चाषी माने सहायता पाई निज राज्यर प्रधानमंत्री किसान नोडाल अधिकारी सहित जोगाजोग करें। प्रस्थान किंबा मृत्यु हेले कौन हुए जदि जड़े ग्राहक 60 वर्ष बयस पूर्व यही योजन बाहरी जाती तेबे सेमानकु संचय बैंक सुध सहित अवदान मिल। जदि सब्सक्राइबर मृत्यु हुए तेबे पति किंबा पत्नी योजना जारी रखिपारे किंबा टंका उठाई पारे। जदि सब्सक्राइबर एवं पति पत्नी उभय मृत्यु हुए तेबे संगृहीत पांठि मनोनीत व्यक्ति को फेरस्त करा। प्रधानमंत्री KSY कहीं गुरुत्वपूर्ण चाषी माने भारतर अर्थनीतिर मेरुदंड तथापि अधिकांश क्षुद्र एवं सीमांत चाषी पाखे अवसरकालीन संचय नहीं। अनियमित आय एवं वृद्धि पाउथुवा स्वास्थ्य सेवा खर्च सहित बार्धक्य सुरक्षा एक चैलेंज हो जाए। प्रधानमंत्री किसान मानधन योजना PMKMY एक सुरक्षित एवं सरल पेंशन योजना प्रदान करी एही अभाव को पूरण करे जहाँ प्रारंभिक संचय अभ्यास को उत्साहित करे एवं अवसर पर आर्थिक स्वाधीनता को प्रोत्साहित करे। चाषी मान को प्रधानमंत्री किसान मानधन योजन सुजोग ने अनुरोध करा जहाद्वारा से भविष्य सुनिश्चित पेंशन सहित सुरक्षित हो पार। शीघ्र नाम पंजीकरण करने द्वारा मासिक अवदान कम हो एवं अवसर पर दीर्घकालीन आर्थिक स्थिरता मिल। यदि आपड़ एपर्यंत पंजीकृत करना ही प्रधानमंत्री PMKMY रे पंजीकृत करूँ। ये आपको 60 वर्ष पर मासक 3000 टका पेंशन मिल। आशा करुँ आपण मानक ये भिडियोटी निश्चित भाव में भल लगी। जब आपण मानक ये भिडियोटी भल लगी था दयाकोरी ये भिडियो को लाइक शेयर और कमेंट करूँ। आमटिका भिडियो देखा चाहूँगा आम चैनल को एवं सब्सक्राइब करूँ। धन्यवाद।